ଫେବୃଆରୀ 15, 1915। हे ସତ୍ୟରୂପୀ ଭଗବାନ, ତୋ ପ୍ରକାଶ ନିମନ୍ତେ ଗଭୀର ବ୍ୟାକୁଳତା ସହ ବାର ବାର କରି 3 ବାର ମୁଁ ତୋତେ ଆବାହନ କରିଛି। ତାପରେ ସମଗ୍ର ସତ୍ତା ତାର ଅଭ୍ୟାସ ଅନୁଯାୟୀ ତୋ ନିକଟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେଲା। ସେତେବେଳେ ଦେଖିଲି ବ୍ୟଷ୍ଟିଗତ ମନମୟ, ପ୍ରାଣମୟ ଓ ଅନ୍ନମୟ ସତ୍ତା ଯେପରି ଧୂଳିରେ ଆବୃତ ହୋଇଛି ଏବଂ ସେହି ସତ୍ତା ତୋ ସମ୍ମୁଖରେ ଆନତ ହୋଇ ଭୂମି ଉପରେ ମସ୍ତକ ରଖି ଧୂଳି ଦୂଷରିତ ହୋଇ କରୁଣ ଭାବେ ତୋତେ ପ୍ରାର୍ଥନା କଲା। ହେ ଭଗବାନ, ଧୂଳି ଗଠିତ ଏହି ଆଧାର ତୋ ପାଦ ତଳେ ସାଷ୍ଟାଙ୍ଗ ପ୍ରଣତ। ସେ ପ୍ରାର୍ଥନା କରେ ସତ୍ୟାଗ୍ନିରେ ସେ ଯେପରି ପୂର୍ଣ୍ଣ ଭାବେ ପ୍ରଜ୍ୱଳିତ ହୋଇ ଉଠେ ଏବଂ ଏକମାତ୍ର ତୋତେ ହିଁ ପ୍ରକାଶ କରିପାରେ। ତାପରେ ତୁ ତାକୁ କହିଲୁ, ଉଠ, ଛିଡ଼ା ହୁଅ, ସମସ୍ତ ପ୍ରକାର ଧୂଳିରୁ ତୁ ମୁକ୍ତ। ନିମିଷେକ ମଧ୍ୟରେ ହଠାତ୍ ସମସ୍ତ ଧୂଳି ଝଡ଼ି ପଡ଼ିଲା, ଯେପରି ଶରୀରରୁ ବସ୍ତ୍ର ଖସି ପଡ଼େ। ତାପରେ ଆଧାର ହେଲା ସମୁନ୍ନତ, କିନ୍ତୁ ସେହିପରି ବସ୍ତୁମୟ ଅଥଚ ପ୍ରଖର ଜ୍ୟୋତିର୍ମୟ।